ସନରାମର ମା ସନରାମର ବାହାଘର ଗୋଟିଏ ତା ଗାଁର ଝିଅ ସହିତ କରିଦେଲା। ସେଇ ଝିଅଟିର ନାମ ଥିଲା ପୂଜା। ପୂଜା ଗୋଟିଏ ଗାଁର ଝିଅ ଥିଲା। ସେ ବହୁତ ସରଳ ଥିଲା। ସେ ସନରାମର କଥା ସବୁବେଳେ ମାନୁଥାଏ। ସନରାମ ଯାହା କହୁଥାଏ ସେ ସବୁ ଅକ୍ଷରେ ଅକ୍ଷରେ ମାନୁଥାଏ। ଆଉ ସେ ସନରାମକୁ ବହୁତ ଭଲ ମଧ୍ୟ ପାଉଥିଲା। ଆଉ ସେ ସନରାମକୁ କହୁଥିଲା, ଶୁଣନ୍ତୁ, ମୁଁ ହେଉଛି ଆପଣଙ୍କ ସ୍ତ୍ରୀ। ମୁଁ ସବୁବେଳେ ଆପଣଙ୍କ କଥା ମାନିବି। ଆପଣଙ୍କୁ ମୁଁ ବହୁତ ଭଲ ପାଏ। ଆଉ ଆପଣଙ୍କ ଛଡ଼ା ଆଉ କାହାକୁ ବି ଆଡ଼ ଆଖିରେ ଦେଖେ ନାହିଁ। ସନରାମ କହିଲା, ତୁମେ ମୋ ପାଖକୁ ଆସିବ ନାହିଁ। ମୁଁ ସହରର ଗୋଟିଏ ଝିଅକୁ ଭଲ ପାଉଛି। ତା'ର ନାମ ଥିଲା ସୀତା। ସେ ମୋତେ ମଧ୍ୟ ବହୁତ ଭଲ ପାଏ। ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ, କିନ୍ତୁ ମୋର ମା ତମ ସହିତ ମୋର ବାହାଘର କରିଦେଇଛି। ଏହି କଥା ଶୁଣି ପୂଜା କାନ୍ଦିବାକୁ ଲାଗିଲା ଆଉ କହିଲା, ସେଇଥିପାଇଁ ଆପଣ ମୋ ସହିତ ଭଲରେ କଥା ହୁଅନ୍ତି ନାହିଁ, ଭଲ ମଧ୍ୟ ମୋତେ ପାଆନ୍ତି ନାହିଁ। ଏମିତି କିଛି ଦିନ ବିତିଗଲା। ସନରାମର ଦେହ ଖରାପ ହେଲା। ସନରାମକୁ କରୋନା ହୋଇଗଲା। ସନରାମର ତାର ପୁରୁଣା ପ୍ରେମିକ ସୀତା ଫୋନ କଲା। ସୀତା ଆସିଲା, ହେଲେ ସୀତା ଜାଣିନଥିଲା ଯେ ସନରାମକୁ କରୋନା ହୋଇଛି। ସୀତା ସନରାମ ପାଖକୁ ଗଲା ଆଉ କହିଲା, ତମର କ'ଣ ହୋଇଛି? ତମେ ବେଡ୍ରେ ଶୋଇଛ? ସନରାମ କହିଲା, ମୋତେ କରୋନା ହୋଇଛି। ତାପରେ ସୀତା ଦୌଡ଼ି କରି ସେଠାରୁ ଚାଲିଗଲା। ପୂଜା କିନ୍ତୁ ସନରାମର ବହୁତ ସେବା କଲା। ପୂଜାକୁ କିଛି ଦିନ ପରେ କରୋନା ହୋଇଗଲା। କିଛି ଦିନ ପରେ ଦୁଇ ଜଣଙ୍କର କରୋନା ଭଲ ହୋଇଗଲା। ଆଉ ସନରାମ ଜାଣିପାରିଲା ତାକୁ କିଏ ସତରେ ଭଲ ପାଏ, ପୂଜା ନା ସୀତା। ସୀତା ସେହି ସମୟରେ ସନରାମ ଘରକୁ ଆସିଲା। ଆଉ ସନରାମ କହିଲା, ତମେ କ'ଣ ପାଇଁ ଆସିଥିଲ? ସେଦିନ ମୋତେ କରୋନା ହୋଇଥିଲା ବୋଲି ତମେ ଦୌଡ଼ି କରି ଘରୁ ଚାଲିଗଲ। ଯାହା ହେଲା ଭଲ ହେଲା। କିନ୍ତୁ ପୂଜା ମୋ ସ୍ତ୍ରୀ ମୋତେ ସେତିକି ଭଲ ପାଏ ବୋଲି ସେ ରୋଗରେ ମୋ ପାଖରେ ଛିଡ଼ା ହେଇଛି। ତାକୁ ବି କରୋନା ହେଲା। ତମେ ଶୀଘ୍ର ଘରୁ ବାହାରି ଯାଅ। ତମେ ହେଉଛ ଗୋଟିଏ ସ୍ୱାର୍ଥପର।